ବାଲେଶ୍ୱର ଜିଲ୍ଲା ନାରୀ ସଂଘ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ଉତ୍ସବକୁ ଉଦ୍ଘାଟନ କରିବା ସହିତ ନାରୀ ସଶକ୍ତିକରଣରେ ସମାଜଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ବିକାଶ ଧାରା ଉଦ୍ୟମୁଖୀ ହୋଇପାରିଛି ବୋଲି କହିଥିଲେ। ନାରୀ ଶିକ୍ଷାକୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ମାନସିକତାରେ ପରିବର୍ତ୍ତନ ହେଲେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ସାର୍ଥକତା ପ୍ରତିପାଦିତ ହେବ ବୋଲି ସେ କହିଥିଲେ। ବିଗତ କାଲି ମାର୍ଚ୍ଚ 8 ତାରିଖ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଥିଲା। ସବୁ ଜାଗାରେ ଆମ ଜିଲ୍ଲାର ମଧ୍ୟ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଥିଲା। ଆଜି ମଧ୍ୟ ମୁଁ ଯାହା ଦେଖୁଛି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ମହିଳା ଦିବସକୁ ପାଳନ କରାଯାଉଛି। ସେ ମା ସେ ଭଉଣୀ ସମସ୍ତଙ୍କ ପାଇଁ ତାଙ୍କୁ ଉଚିତ ସମ୍ମାନ ଦେବା ପାଇଁ, ତାଙ୍କର ବଳିଦାନ ତାଙ୍କ ତ୍ୟାଗକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ, ତାଙ୍କୁ ଉତ୍ସାହିତ କରିବା ପାଇଁ, ତାଙ୍କୁ ସୁରକ୍ଷା କବଚ ଦେବା ପାଇଁ, ତାଙ୍କୁ ଆମ ବିକାଶ ଧାରାରେ ସାମିଲ କରିବା ପାଇଁ ଏ ଦିବସ। ଅନେକ ବକ୍ତା ମହିଳା ବିକାଶ ଉପରେ ଆଲୋକପାତ କରନ୍ତି, ସେ ମା ମାନେ ବି ଆଲୋକପାତ କରନ୍ତି, କିନ୍ତୁ ଆଜିକା ଦିନରେ ମଧ୍ୟ ଆପଣମାନେ ଦେଖିଥିବେ ପ୍ରତ୍ୟେକ ଦିନ ଖବରକାଗଜରେ ନାରୀ ନିର୍ଯାତନା, ନାରୀ ଧର୍ଷଣ ପ୍ରତ୍ୟେକ ପୃଷ୍ଠାରେ ଦେଖିବାକୁ ମିଳେ। ତ ଆମେ ଯଦି ନାରୀ ସଶକ୍ତିକରଣ ମହିଳା ଦିବସ ପାଳନ କରୁଛୁ, ଅନ୍ୟ ପକ୍ଷରେ ଆମେ କ'ଣ କରୁଛୁ ସେ ପ୍ରଶ୍ନ କିଏ କାହାକୁ ପଚାରିବା ଉଚିତ ଏବଂ ତାର ନିରାକରଣ ପାଇଁ କାର୍ଯ୍ୟକୌଶଳ ହଉ, ଯୋଜନା ହଉ ପ୍ରସ୍ତୁତ କରିବା, ତାକୁ କାର୍ଯ୍ୟକାରୀ କରିବା। ଆମ ଦେଶରେ ନାରୀ ସୁରକ୍ଷା ପାଇଁ, ତାଙ୍କୁ ତାଙ୍କର ଡେଭଲପମେଣ୍ଟ ପାଇଁ, ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି, କିନ୍ତୁ ଆଶା ଅନୁରୂପ ଫଳ ମିଳୁନାହିଁ। ଆପଣମାନେ ଯେତେ ସମୀକ୍ଷା କରିବେ ଅନେକ କାରଣ ବାହାରିପାରେ। ମୋ ମତରେ ଯେ ପର୍ଯ୍ୟନ୍ତ ଆମ ମାନସିକତାରେ ପରିବର୍ତ୍ତନ ହେବ ନାହିଁ, ଯେତେ ନିୟମ ଯେତେ ସ୍କିମ୍ ବନନ୍ତୁ ତାର ସଫଳ ରୂପାୟନ ହେବ ନାହିଁ। ନାରୀ ସଂଘର ସଭାପତି ଗୋପାମୁଦ୍ରା ମହାପାତ୍ର ଏହି ଉତ୍ସବରେ ପୌରୋହିତ୍ୟ କରିବା ସହ ନାରୀ ସଂଘରେ ଥିବା ଅସହାୟ ଅନାଥ ଝିଅ ଓ ମହିଳା ନିଜର ଆତ୍ମବିଶ୍ୱାସ ବଳରେ ସଂଘର୍ଷ କରି କିପରି ସ୍ୱାବଲମ୍ବୀ ହୋଇପାରିଛନ୍ତି ସେ ବିଷୟରେ କହିଥିଲେ। 55 ମସିହାରେ ପ୍ରଥମେ ଆମର ଯେଉଁ ଷ୍ଟେସନ ହଲ୍ରେ ଓଝା କ୍ଲବ୍ରେ ସବୁ କହୁଛନ୍ତି ଅଫିସର୍ସ ମାନଙ୍କର ଯେଉଁ କ୍ଲବ୍, ତାଙ୍କର ସ୍ତ୍ରୀ ମାନଙ୍କର ଗୋଟେ କ୍ଲବ୍ ଆକାରରେ ଆରମ୍ଭ ହୋଇଥିଲା। କଲେକ୍ଟରଙ୍କର ୱାଇଫ୍ ତାର ଚେୟାରମ୍ୟାନ୍ ରହିଥିଲେ। ଧୀରେ ଧୀରେ ତାପରେ 2-3 ବର୍ଷ ଚାଲି 52 ମସିହାରୁ 55 ମସିହା ବେଳକୁ ବନ୍ଦ ହେଇଗଲା। ସେତେବେଳେ ଯେଉଁ କ୍ରୀଡ଼ା ମନ୍ତ୍ରୀ ଫ୍ରିଡ଼ା ତପ୍ନ ଥିଲେ ପୂର୍ବତନ, ସେ ଏଠିକାର DSW ଥିଲେ, ବନ୍ଦ ରହିଥିଲା। ଏହାର ଯେତେବେଳେ 55 ମସିହାରେ 57 ମସିହାରେ ବର୍ତ୍ତମାନ ଆମ ଗଣରେ ନାହାନ୍ତି, ଆମର ଅନୁସୟା ମାଉସୀ ଜାଣିଛନ୍ତି, লীନା ପାଣିଗ୍ରାହୀ ଯିଏ ଥିଲେ ଆମର ଭାଇସ୍ ପ୍ରେସିଡେଣ୍ଟ, ତାଙ୍କର ମା, ବହୁତ ରାଧାସଦନ ଦାସଙ୍କର ସ୍ତ୍ରୀ, ଯେଉଁ ଏମିତି ବହୁତ ଯେଉଁ ମହିୟସୀ ମହିଳା ଆଜି ଯେଉଁ ଦେଖୁଛନ୍ତି ଆପଣ, ଲେଖିକା ସଂସଦର ଶକୁନ୍ତଳା ବଳିଆରସିଂହ କୁହନ୍ତୁ ବା ଆପଣ କୁହନ୍ତୁ ଶାନ୍ତିଲତା ଦେବୀ ଯିଏ ଥିଲେ ଲେଖିକା ସଂସଦର ପ୍ରେସିଡେଣ୍ଟ, ସେମାନେ ଏହି ନାରୀ ସଂଘର କୁନ୍ତଳା କୁମାରୀ ସାବତରେ ଥିଲାବେଳେ ନାରୀ ସଂଘର ମୁଖପତ୍ର ଯେଉଁଟା ଥିଲା ଯୁଗଶ୍ରୀ ଯୁଗନାରୀ, ସେଇଥିରେ ଲେଖା ସେ ଆରମ୍ଭ କରିଥିଲେ। ଆଉ ସେଇଠୁ ହିଁ ତାଙ୍କମାନଙ୍କର ଲେଖିକାର ସୃଷ୍ଟି ହେଇଥିଲା। ଆଉ ତେଣୁକରି ଏଇଠି ଆମର ଚାଲିଥିଲା ପ୍ରେସ୍। ଆଜି ଯେଉଁ ମିଶନ ଶକ୍ତି କହୁଛନ୍ତି, ମିଶନ ଶକ୍ତି କହିଲେ ଯେଉଁ ମା ମାନଙ୍କର ଯେଉଁ ଗଠନ କରୁଛନ୍ତି ବିଭିନ୍ନ ପ୍ରକାର ସାମଗ୍ରୀ, ତାହା ନାରୀ ସଂଘରେ ଆରମ୍ଭ ହୋଇଥିଲା। ଏବେ ବି ଆମର ଯେଉଁ
ତାଙ୍କର ବିକ୍ରି ବଟା ପାଇଁ ଯେଉଁ ଷ୍ଟଲ୍ଟି ଅଛି ଚାଲିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସମାଜସେବୀ ତଥା ନୂତନ ବାର୍ତ୍ତାର ପ୍ରକାଶିକା ବୀଣାପାଣି ଦାସ, ଡାକ୍ତର ମନୋରମା ଦାସ, ପୁଷ୍ପାଞ୍ଜଳି ନାୟକ, ଅନୁସୂୟା ନାୟକ, ରେଜିଆ ବେଗମ, ଉଷା ମିଶ୍ର, ସରୋଜିନୀ ଦାସ, ମିନତୀ କର, ଅର୍ଚ୍ଚନା ନନ୍ଦୀ, ସୁମନା ପରିଡ଼ାଙ୍କୁ ନାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ଅପର୍ଣ୍ଣା ମହାପାତ୍ର ଓ ସମ୍ବର୍ଦ୍ଧିତ ପ୍ରତିଭା ସୁମନା ପରିଡ଼ା ଏବଂ ଅର୍ଚ୍ଚନା ନନ୍ଦୀ ମହିଳା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ। ସଶକ୍ତିକରଣ ହୋଇଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ, ଯେମିତି ଆମର ସ୍ୱୟଂ ସହାୟକ ଗୋଷ୍ଠୀ ହୋଇଛି ବା କାରିଗର ସଂଘ ହୋଇଛି, ସବୁର ସଂଘ ହୋଇଛି, ଯେଉଁଥିରେ ମହିଳାମାନେ ବହୁତ ସଂଖ୍ୟାରେ ଯୋଗଦାନ କରି ନିଜେ ନିଜେ କିଛି ଉପାର୍ଜନ କରୁଛନ୍ତି। ପାଠ ନ ପଢ଼ିଥିଲେ ମଧ୍ୟ ସେମାନେ କିଛି କର୍ମ କରି ବାହାରକୁ ଯେଉଁଟା ବାହାରିକି ଲୋକମାନେ ଜାଣିପାରୁଛନ୍ତି। ଆଉ ଗୋଟେ କିନ୍ତୁ ନିର୍ଯାତନା କମି ନାହିଁ। ସାର୍ ଯାହା କହିଲେ यार गोटे वरिष्ठ प्रमाण रही आमर नारी संघ मध्य अनेक झील मानकर अनेक बोहू मानकर दुख कहानी शुणिले आखिरे लुह चली आसे। अनेक जगह आम जाइछु किंतु किछि भी परिवार क्षमता आम पाखे न थाए। एमती सरकार नियम करछंती 18 वर्ष तलू कई बह करें, किंतु एठी आईन मानिबा को बापा माँ माने राजी नुहति। कारण थरे गोटे झील चलीगला गोटे पिला सांगरे गाँ गहली रे से झील को फेरी आसला आउ थरे ताको विवाह करैबार सुजोग नहीं कि कई बाहबा पाई राजी हेबे नहीं। बापा माँ को मुंडरे बोझ हम जो जिते आईन कानून कले बापा माँ बाध्य हुई से झील को विवाह करें। एठी आपण माने कहि परिबे कि यार समाधान किपरि हे परिबा, आमे तो करि पारुना। सरकार आईन करचंती, सीडीपीओ को दिया हेची, चार्ज दिया हेची, चाइल्ड लाइन हेची, सबु परे मध्य बाल्य विवाह बंद हे नै। मैट्रिक झीलकर भी बाहागर होची, प्लस 2 झीलकर भी बाहागर होची। तथापि आमे समस्ते मिसी या को समस्ते आमे जानुछे, तेणु आमे समस्ते मिसी यार केमती परिवर्तन करबा चेष्टा करबा। जे आमको वन्य दिवस, पशु दिवस एवं वृक्ष दिवस, गोमाता दिवस सबु दिवस रे हमको महिला दिवस रखिदेले। महिला माने एबे होचंती 51% हेलेनी। जड़े महिला महाकाश को जीवा ठारू आरंभ करी, माउंटेन चढ़िया ठारू आरंभ करी, प्लेन, हेलिकॉप्टर एवं ट्रेन चलिया पर्यंत महिला माने आज निजको योग्य विवेचित करचंती। आर्मी, एयरफोर्स, नेवल सबुतरे महिला माने आज निजको प्रतिपादन करचंती एवं स्पेस को मध्य जाइचंती, वैज्ञानिक होइचंती। महिला माने कोनोसी गुण रे न्यून नहुंती। जेतेबे दरकार थिला महिला दिवस करिबा, बॉम्बे रे प्रथम इंडिया रे बॉम्बे रे आरंभ होइतिला महिला दिवस पई करा होइतिला। तापरे अमेरिका रे विश्व महिला दिवस उपलक्षे पालन करा गला। किंतु मोर एठी कहया कथा गोटिए सैचुरेशन पीरियड रहिबा दरकार। जो कथा हमर सभानेत्री कहउतले नारी संघर गोटिए पीरियड परे महिला दिवस करिकि हमकु आउ लज्जा देवा उचित नुह। कारण मते लागे सबले जे हमकु गोटे आइडेंटिफाई करा उचित जे हमें निर्यातिता, निष्पेषिता एवं दुर्बला, असहाय, तेणु करी हमको गोटे दिवस करी हमको पालन करा एवं आमे से दिवस रे निजको टिके खुशी अनुभव करूचु। किंतु मो मतरे ए दिवस हमार आउ अवकाश नाही। शेषरे अनुष्ठित सांस्कृतिक कार्यक्रम रे सारेगामापा विजेता कंठशिल्पी देवाशीष को संगीत समस्तଙ୍କୁ मुग्ध करतिला। हेमलता दास, बासंती नायक, अपर्णा प्रधान, मंजुलता महापात्र प्रमुख नारी संघर सदस्यों समेत अरुदीप्त स्वाई, विक्रम बारिक, देवी गायत्री राउत, दीप्तिमयी बारिक, कनक मंजरी प्रमुख कार्यक्रम परिचालन रे सहयोग करथिले।